ଆଜି ମୁଁ ଆପଣମାନଙ୍କୁ ତ୍ରିଭୁଜର ବହିସ୍ଥ କୋଣର ଧର୍ମ କ'ଣ ଏବଂ ବହିସ୍ଥ କୋଣ ଅନ୍ତରସ୍ଥ ଦୂରବର୍ତ୍ତୀ କୋଣ ସହିତ ତା'ର ସମ୍ପର୍କ କ'ଣ, ତା ବିଷୟରେ କେମିତି ସବୁ କୋଣ ବାହାରେ ତାକୁ ମୁଁ କହିବି। ଏଇଠି ମୁଁ ନେଇଛି ABC ତ୍ରିଭୁଜ। ତା'ର ବହିସ୍ଥ କୋଣ ମାନେ ବାହାର କୋଣ। ବାହାର କୋଣ ଆମର କିଏ ନା ACD କୋଣ। ତା'ର ପରିମାଣ ଦେଇଛି 100 ଡିଗ୍ରୀ। ଅନ୍ତସ୍ଥ କୋଣ ତ୍ରିଭୁଜ ଭିତରେ ଥିବା ସମସ୍ତ କୋଣକୁ ଆମେ ଅନ୍ତସ୍ଥ କୋଣ କହିବା। କେମିତି ନା BAC ଗୋଟେ କୋଣ ହେଲା x ଡିଗ୍ରୀ, ABC ଇଏ ଗୋଟେ 35 ଡିଗ୍ରୀ ଦେଇଛି, 35 ଡିଗ୍ରୀ ଏଇଟା ଦେଇନି ହେଲା। ଆମେ x ଡିଗ୍ରୀର ମାନ କେମିତି ବାହାର କରିବା। ତାପରେ ଆମେ ଜାଣିଲେ ବହିସ୍ଥ କୋଣ କିଏ ନା ବହିସ୍ଥ କୋଣ ଆମର ହେଲା, ଥରେ ବୁଝିଗଲେ ଜିନିଷଟାକୁ ସବୁ ଯାକ ତ୍ରିଭୁଜର ଯେଉଁ ବହିସ୍ଥ କୋଣ ଉପରେ ଥିବ ଗଣିତ ଗୁଡ଼ିକ ଆପଣମାନେ ଅତି ସହଜରେ କରିପାରିବେ। ବହିସ୍ଥ କୋଣ ଆମର ହେଲା କିଏ ନା ACD। ACD କୋଣ ଆମର ଦେଇଛି କେତେ ଡିଗ୍ରୀ ନା 100 ଡିଗ୍ରୀ। ଆମର ACD ଡିଗ୍ରୀର ସନ୍ନିହିତ କୋଣ କିଏ ନା ACB କୋଣଟି ଆମେ ଜାଣିଛେ, କିନ୍ତୁ ଆମର ଏଇଠି ବାହାର କରିବାକୁ ଅଛି x ଡିଗ୍ରୀଟା। ଆମେ ସୂତ୍ର ଜାଣିବା ଏଠି କ'ଣ ନା ବହିସ୍ଥ କୋଣର ପରିମାଣ କେମିତି ବାହାରେ, କାହା ସହିତ ସମାନ, ବହିସ୍ଥ କୋଣ ସମାନ ଅନ୍ତରସ୍ଥ ଦୂରବର୍ତ୍ତୀ କୋଣର ସମଷ୍ଟି ସହିତ ସମାନ। ଅନ୍ତସ୍ଥ ଦୂରବର୍ତ୍ତୀ କୋଣର ସମଷ୍ଟି ସହିତ ସମାନ। ର ସମଷ୍ଟି ସହିତ ସମାନ। ଏଇ ଜିନିଷଟା ମନେ ରଖିଲେ ଆମେ ଏଇ ସବୁ ଦେଇଥିବା ଗଣିତ ଗୁଡ଼ିକ ଅତି ସହଜରେ କରିପାରିବା। ଆମେ ଏଠି ବାହାର କରିଦେବା, ଦେଖ ଏମିତି ବାହାର କରିଦେବା। ତାହେଲେ ACD କୋଣର ପରିମାଣ ଦେଇଛି କେତେ ନା ACD କୋଣ ବହିସ୍ଥ କୋଣ ଆମେ ଜାଣିଲେ ସମାନ କାହା କାହା ସମଷ୍ଟି ହେବ ନା CAB କୋଣ ପ୍ଲସ୍ ABC କୋଣ এইটা ହେବ। ଆମେ এইଟା କାହିଁ କଲେ ନା এইଟା ହେଲା ସନ୍ନିହିତ କୋଣ, ପାଖାପାଖି କୋଣଟା, କିନ୍ତୁ ଆମର ବାହାର କରିବାର ଅଛି ମାନେ ସୂତ୍ର ଅନୁଯାୟୀ ଆମେ ବହିସ୍ଥ କୋଣର ପରିମାଣ ସମାନ ଅନ୍ତସ୍ଥ ଦୂରବର୍ତ୍ତୀ, ଅନ୍ତସ୍ଥ ମାନେ ଭିତରେ ଥିବା ଏଇଟା ତ ନିକଟବର୍ତ୍ତୀ ହେଇଯାଉଛି, ଦୁଇଟା କୋଣର ସମଷ୍ଟି ସହିତ ସମାନ। ତାପରେ ଆମେ ବାହାର କରିଦେବା 100 ଡିଗ୍ରୀ ଲେଖିଦେବା। 100 ଡିଗ୍ରୀ ସମାନ CA, ଏଇଟା x ଡିଗ୍ରୀ ବାହାରିଲା ପ୍ଲସ୍ 35 ଡିଗ୍ରୀ। ଆମର ଏଠି x ଡିଗ୍ରୀ କେମିତି ବାହାରିବ ନା x ଡିଗ୍ରୀ ବାହାର କରିବାକୁ ହେଲେ ଏପଟକୁ ଏଇପଟ ପ୍ଲସ୍ ଥିଲେ ଏପଟକୁ ଆସିଲେ ମାଇନସ୍ ହେଇଯିବ। ଜାଣିଛେ 100 ଡିଗ୍ରୀ ମାଇନସ୍ 30 ଡିଗ୍ରୀ, x ଡିଗ୍ରୀ ସମାନ 100 ଡିଗ୍ରୀ ମାଇନସ୍ 35 ଡିଗ୍ରୀ। ତାହେଲେ କେତେ ହେଲା ଆମର ହେଲେ 65 ଡିଗ୍ରୀ। ଆମର ଆନ୍ସରଟା ବାହାରିଲା x ଡିଗ୍ରୀ କେତେ ନା 65 ଡିଗ୍ରୀ। ଆମେ ଏଠି କ'ଣ ଜାଣିଲେ ବହିସ୍ଥ କୋଣର ଧର୍ମ ଆମେ ଜାଣିଲେ ଯେ ନା ବହିସ୍ଥ କୋଣ ହେଲା, ବହିସ୍ଥ କୋଣ ବାହାର କରିବାକୁ ହେଲେ ବହିସ୍ଥ କୋଣ ସମାନ ଅନ୍ତସ୍ଥ ଦୂରବର୍ତ୍ତୀ କୋଣ ଦୁଇଟିର ସମଷ୍ଟି ସହିତ ସମାନ। ଅନ୍ତସ୍ଥ ଦୂରବର୍ତ୍ତୀ କୋଣ ଦ୍ୱୟର ପରିମାଣ ସମଷ୍ଟି ସହିତ ସମାନ ହେଲା। ଏଇଭଳି ଭାବରେ ଆମେ ଅତି ସହଜରେ ତ୍ରିଭୁଜର ବହିସ୍ଥ କୋଣର ଧର୍ମ ବିଷୟରେ ଜାଣିପାରିଲେ। ଆଉ ତା ବିଷୟରେ ଥିବା ଟପିକ୍ଟା ମୁଁ ଆର ଭିଡ଼ିଓରେ ଅପଲୋଡ଼ କରିବି, ଆପଣମାନେ ଦେଖିବେ। ରହିଲି। ମୋ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗୁଥିବ
ମୋ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ ମୋ ଚ୍ୟାନେଲକୁ ଏବଂ କମେଣ୍ଟ ମଧ୍ୟ ଦେବେ।